ନମସ୍କାର। ଓଡ଼ିଆ ଅସ୍ମିତାର ଗୋଟେ ସ୍ୱତନ୍ତ୍ର ଅଧ୍ୟାୟକେ ସ୍ୱାଗତ କରୁଛି ଆମେ ସୁବ୍ରତ। ଓଡ଼ିଆ ଅସ୍ମିତା ମୂଲ ହେଲା ଦିନଟାନୁ କଲା ସଂସ୍କୃତି ପ୍ରଚାର ପ୍ରସାର ସାଙ୍ଗେ ଲୋକାୟତ ପ୍ରତିଭା ମାନଙ୍କୁ ଲୋକଲୋଚନ କେ ଆନବାର ନିଜ ଦାୟିତ୍ୱ আর কর্তব্য ভাবিকরি কাম করে আসিছি। আপন মানে भी নিরন্তর ভাবে সকারাত্মক খবর মানে আমার চ্যানেল রে দেখুছন। আজি এন্তা গোটে খবর দেখামা আপন মানকু भी ভাল লাগবা তার সাଙ୍ଗে সাଙ୍ଗে প্রেরণাদায়ী খবর है। 66 ବର୍ଷୀୟ ମହିଳା ଅଛନ୍ ଯେ କି ବସବାର ଠାନୁ ବୁଢ଼ୀ ବେଟବାରଟା ଭଲ ହେବ ବୋଲି ଯେନ୍ କଥା ଅଛି ତାକେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍। ହଁ ଆଜ୍ଞା, ଆମେ କହୁଛୁ ଗର୍ଭନା ଗାଁର ଉକିଆ ପଣ୍ଡାଙ୍କର କଥା। ତାଙ୍କୁ ହଉଛେ ବର୍ତ୍ତମାନ 66 ବରଷ। ସେ ଘରେ ବସିକରି ସବୁ କାମ ଧାମ କରି ଲାଗସନ୍, ସହଯୋଗ କରସନ୍ ସବୁ ତାଙ୍କର ପୁଅ ବହ ନାତି ନାତନ ସମକୁ। ତାର ସାଙ୍ଗେ ସାଙ୍ଗେ ଗୋଟେ ଏନ୍ତା କାମ କେ ତାଙ୍କ ହାତେ ନେଇଛନ୍ ଯେ ବି ଆସୁଛେ ତାହାକୁ ଦେଖୁଛେ କହୁଛେ ୱା ବହୁତ ବଢିଆ ହେଇଛି କାମଟା। ଉକିଆ ପଣ୍ଡା ଘରର ଥିବାର ବିଭିନ୍ନ ବର୍ଜ୍ୟବସ୍ତୁ କେ ନେଇକରି ଅନେକ ସୌକିନ ସାମାନ ବନାସନ୍, ଯେନ୍ଟା କି ତାକୁ 3 କ୍ଲାସ ଯେ ପଢୁଥିଲେ ସେତେବେଳୁ ଏନ୍ତା କାମ ମାନେ କରୁଛନ୍ ବୋଲିକରି କହିସନ୍। ଆଉ ସେଟାକେ ସେ ବିକବାର ଉଦ୍ଦେଶ୍ୟରେ ନା କରନ୍, ବିକଲେ ବି ହଜାର ହଜାର ଟଙ୍କା ହେତା ମାର୍କେଟରେ। କିନ୍ତୁ ତାଙ୍କର ଘରକେ ଯେ କୁନୁଆ ଆସି ତାଙ୍କର ବନ୍ଧୁ ବାନ୍ଧବ ଆସନ୍, ସମସ୍ତଙ୍କୁ ଗୋଟେ ଗୋଟେ ଉପହାର ଦେସନ୍। ତାର ସାଙ୍ଗେ ସାଙ୍ଗେ ଆଖର ଆଖର ମନ୍ଦିର ମାନେ ଅଛେ, ସେ ମନ୍ଦିର ମାନଙ୍କୁ ବି ଗୋଟେ ଗୋଟେ ଉପହାର ଦେସନ୍, କାଣା ବନାସନ୍ ଆସୁନ୍ ଦେଖମା। ଉକିଆ ପଡ଼ିଲା ମୁଇଁ 3 କ୍ଲାସ୍ ପଢ଼ଲା ଦିନ ସବୁ ଜିନିଷ କରୁଥିଲି। ମୋର 3 କ୍ଲାସ୍ ପଢ଼ଲା ଦିନ ସବୁ ଜିନିଷ ତିଆରି କରୁଥିଲି, ଗେଞ୍ଜି କରୁଥିଲି, ଦୁପନା କରୁଥିଲି, ପିଜୁଳି ଛାଣିକି ସବୁ ଜିନିଷ କରୁଥିଲି। ହାତୀ ହଂସ ହଁ ଯେ ସବୁ ତିନିଟା ଦେଶୀ ଗଲେ ନହେଲେ ସত্যି କରିଛି ବିକା ହେଇଯାଉଥିଲେ। ବହୁତ ନେଲିନି, 40 ଟଙ୍କା ନେଲିନି। ସବୁ ଦୁପନା ଜାଲେ ଝୁଲା ସବୁ ହାତ ତିଆରି କରୁଛି। ଭୋଜି ମାନଙ୍କର ଘରେ ଅଛି, ସବୁ ବନ୍ଧୁ ବାନ୍ଧବ ସବୁ ଦେଇକରି ମନ୍ଦିର ବିକ୍ରି କରି ଗଲେ। ଏତିକିଟା ଘରେ ଅଛି କି ଏତିକି ନେଲେ ନବେ। ଆଉ ରାକ୍ଷୀ ବନାବ କି ଖାଲିଟା ବସିକରି କରୁଥିଲି, ନହେଲେ ଗୀତ କରୁଥିଲି, ଭାଗବତ ଗାଇଛି, ପୁରାଣ ଗାଇଛି, ଏଇଟା ମାନେ କରୁଛି। ଆଉ କିଛି କାମ କରୁନି। ଆଗ ବିନି আর ଖଡ଼କାଟି କରୁଛି, ରଙ୍ଗ ଗେରେଇ କରି। ତାରପରେ ସେଟା ସରିଗଲା କି ସବୁ ପ୍ଲାଷ୍ଟିକ କରୁଛି, ଯେନ୍ଟା ଅଲଗେଇ ନେଲାଟା ମାନେ ସବୁ ଆନି କରି ତିଆରି କରିକରି କରୁଛି। ଏଇଟା ମାନେ ସବୁ ଖଡ଼କା ଆଳୁ ଦୁପନା ହେଇଛି, ଆଉ ଏଇଟା ମାନେ ସବୁ ପ୍ଲାଷ୍ଟିକ ମାନେ ସେଠି ଆନିକରି ନିଜେ କାଣା କରିବୁ ବୋଲିକରି ସବୁ ପଶି କରି କରୁଛି। କେତେ ଟାଇମ୍ ଲାଗ୍ସି ଗୋଟେ ବନାଲେ? ଏଇଟା ବହୁତ ଦୂର ଲାଗ୍ସି ବଡ଼ ବଡ଼ଟା। ଆଗ ତ ଜଲ୍ଦି ହେଇଯାଏ, ଇହାଦେ ଟିକେ ବହୁତ କେୟାର ଲାଗୁଛି, ପରିଶ୍ରମ ଲାଗୁଛି ବହୁତ। ଯଦି ଏଇଟା କିଏ ଲୋକମାନେ ଘିନି ଆସିବେ, ହଁ କହ ଘିନି ଆଲେ ଘିନି ଆଲେ ନେସନ୍, ବଡ଼ ବଡ଼ଟା ମାନେ ନେଉଛନ୍ 500 1000 ଲେଖା ଦେଇକରି ନେଉଛନ୍। ଆପଣ ମାନେ ଦେଖୁଥିଲେ ଉକିଆ ପଣ୍ଡା ଯେ କି ଗର୍ଭନା ଗାଁରେ ଅଛନ୍। ସେ ଦୈନନ୍ଦିନ ପୂଜା ପାଠ କରବାର ସାଙ୍ଗେ ସାଙ୍ଗେ ଗୀତା ଭାଗବତ ପଢୁଛନ୍। ତାର ସାଙ୍ଗେ ଘରର ସୌନ୍ଦର୍ଯ୍ୟକରଣ ଲାଗି ଯେନ୍ ପ୍ରସାଧନ ମାନେ ଆବଶ୍ୟକତା ପଡସି ସେନ୍ତା ଜିନିଷ ମାନେ ପ୍ରତ୍ୟେକ ଦିନ ଉପହାର ଦଉଛନ୍। ଆପଣ ମାନେ ବି କିଛି ଏନ୍ତା ନୂଆ କିଛି କରିପାରିବେ, ନିଜ ସମୟର ସଦୁପଯୋଗ କରିପାରିବେ। ଆଉ ଯଦି ଏନ୍ତା କାମ ଆହୁର ବି କିଏ କରୁଛେ ବେଲେ ଆମକୁ ଖବର ଦଉନ୍। ନିଶ୍ଚିତ ଭାବେ ତାର କାମ କେ ଆମେ ଲୋକଲୋଚନ के आनबार आमर दायित्व है। निरंतर भावे एंता सकारात्मक खबर देखबार लगी आमर ओडिया अस्मिता चैनल के सब्सक्राइब करुन, फॉलो करुन, शेयर करुन। धन्यवाद, नमस्कार, जोहार।